ଆଜିର ଆଲୋଚନାର ପ୍ରସଙ୍ଗଟି ହେଲା ପୁରୁଷୋତ୍ତମ ପ୍ରାପ୍ତିର ଦିବ୍ୟ ଅନୁଭୂତି। ଗୋଟିଏ ବାଣୀରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ତୁମେ ପାଇବାର ପ୍ରଲୋଭନ ଉଚ୍ଛୁଳ ହୋଇ କରିବାକୁ ଫାଙ୍କି ଦେଇ ଭଗବାନଙ୍କର ଲକ୍ଷ୍ୟେ ମୋସାହେବଗିରି କରନା କାହିଁକି? ବିଶ୍ୱ ପ୍ରେମର ବନ୍ୟା ତୁମ ମୁଖରେ ବଜ୍ର ଗମ୍ଭୀର ଚଳନରେ ହିଁ ଚାଲୁଥାଉ ନା କାହିଁକି? ମୁଖରେ ଆତ୍ମସମର୍ପଣର ଫାଜିଲିଆମି କରି ସାଧୁ ଗୁରୁ ବା ଭଗବାନ ହିଁ ହେଉ ସେମାନଙ୍କର ଲକ୍ଷ୍ୟେ କୈଫତ ତଲବରେ ଧ୍ୱସ୍ତ ବିଧ୍ୱସ୍ତତାରେ ନିନ୍ଦା ବା ଅପମାନ କରି ଯେତେ ହିଁ ନାକ ସକାଉ ନା କାହିଁକି? ଅଚଳ ଗୁରୁ ଗମ୍ଭୀର ଭାବରେ ତୁମର ଅଦୃଷ୍ଟର ଅନ୍ତରାଳରେ ତୁମର ଭଗବାନଙ୍କୁ ତୁମେ ବଧିର ଅଶରୀରୀ କରି ରଖି ହିଁ ଚାଲିଛ। ତୁମେ ଟିକିଏ ବି ତାଙ୍କର ଛାଡ଼ା ପାଇବ ନାହିଁ। ଯେତେ କ୍ଷଣ କାର୍ଯ୍ୟରେ ତୁମର ଅନ୍ତଃକରଣକୁ ଅଭିବ୍ୟକ୍ତ କରି ନ ତୋଳି ପାରିଛ। ଆଜିର ଏହି ଆଲୋଚନା କୌଣସି ସାଧାରଣ ଆଲୋଚନା ନୁହେଁ, ବରଂ ଏହା ଜୀବନର ସେହି ପରମ ସତ୍ୟକୁ ଖୋଜିବାର ଏକ ପ୍ରୟାସ, ଯାହାକୁ ପାଇବା ପାଇଁ ଯୁଗେ ଯୁଗେ ମଣିଷ ବ୍ୟାକୁଳ ହେଉଛି। ଆମେ ସମସ୍ତେ ଜୀବନରେ ଜଣେ ଆଶ୍ରୟଦାତାଙ୍କୁ ଖୋଜୁ, ଜଣେ ଏମିତି ବ୍ୟକ୍ତିଙ୍କୁ ଖୋଜୁ ଯିଏ ଆମ ହାତ ଧରି ଏହି ସଂସାରର ଜଟିଳ ପଥରେ ଆଗକୁ ନେଇଯିବେ। ଆଉ ଯେତେବେଳେ ଆମେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶରଣାପନ୍ନ ହେଉ, ସେତେବେଳେ ଆମ ମନରେ ଏକ ପ୍ରଶ୍ନ ଉଙ୍କି ମାରେ, ମୁଁ କଣ ପ୍ରକୃତରେ ଠାକୁରଙ୍କୁ ପାଇଛି? ମୁଁ କଣ ତାଙ୍କର ପ୍ରିୟ ହୋଇଛି? ଅନେକ ସମୟରେ ଲୋକମାନେ ଭାବନ୍ତି ଯେ କେବଳ ଦୀକ୍ଷା ଗ୍ରହଣ କରିବା, କପାଳରେ ତିଲକ ଲଗାଇବା ହିଁ ଠାକୁରଙ୍କୁ ପାଇବାର ପରିଚୟ। କିନ୍ତୁ ପ୍ରକୃତରେ ଠାକୁରଙ୍କୁ ପାଇବା ବା ତାଙ୍କୁ ନିଜ ଜୀବନରେ କେନ୍ଦ୍ର କରିବା ଏକ ଶାରୀରିକ ପ୍ରକ୍ରିୟା ନୁହେଁ, ଏହା ହେଉଛି ଆତ୍ମାର ଏକ ରୂପାନ୍ତର। ଯେତେବେଳେ ସେହି ପରମ ପ୍ରେମମୟ ପୁରୁଷୋତ୍ତମ ଆପଣଙ୍କ ଜୀବନରେ ପ୍ରତିଟି ଶ୍ୱାସରେ ପ୍ରକଟ ହୁଅନ୍ତି, ସେତେବେଳେ ଆପଣଙ୍କ ସ୍ୱଭାବ, ଆପଣଙ୍କ ଚିନ୍ତାଧାରା ଏବଂ ଆପଣଙ୍କ କର୍ମରେ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ଦେଖାଯାଏ। ଠାକୁରଙ୍କୁ ପାଇବାର ସବୁଠାରୁ ବଡ଼ ଏବଂ ପ୍ରାଥମିକ ଲକ୍ଷଣ ହେଉଛି ଆପଣଙ୍କ ହୃଦୟରେ ଅତଳ କରୁଣାର ଉଦ୍ରେକ ହେବ। ଶ୍ରୀ ଶ୍ରୀ ଠାକୁର ସବୁବେଳେ କହୁଥିଲେ ଯେ ମଣିଷକୁ ଭଲ ପାଇଲେ ହିଁ ଭଗବାନଙ୍କୁ ଭଲ ପାଇବା ସମ୍ଭବ। ଯେତେବେଳେ ଆପଣଙ୍କ ଭିତରେ ଠାକୁରୟ ଭାବ ଜାଗ୍ରତ ହୁଏ, ସେତେବେଳେ ଆପଣ ଅନ୍ୟର ଦୁଃଖକୁ ନିଜ ଦୁଃଖ ଭାବେ ଅନୁଭବ କରନ୍ତି। ଆପଣ ଆଉ ସ୍ୱାର୍ଥପର ହୋଇ ରହିପାରନ୍ତି ନାହିଁ। ଆପଣଙ୍କ ପାଖ ଦେଇ ଯଦି ଜଣେ କଷ୍ଟ ପାଉଥିବା ବ୍ୟକ୍ତି ଚାଲିଯାଏ, ତେବେ ଆପଣଙ୍କ ମନରେ ଏକ ବିରାଟ ବ୍ୟାକୁଳତା ସୃଷ୍ଟି ହୁଏ। ଆପଣଙ୍କ ଆଖିରୁ ଅଜାଣତରେ ଲୁହ ଆସିଯାଏ। ଆପଣଙ୍କୁ ଲାଗେ ଯେ ସେହି ମଣିଷଟି ମୋ ଠାକୁରଙ୍କର ସନ୍ତାନ, ତାର କଷ୍ଟ ମାନେ ମୋ ପ୍ରଭୁଙ୍କର କଷ୍ଟ। ଏହି ଯେଉଁ ସ୍ୱଭାବ କରୁଣା, ଏହା ହିଁ ପ୍ରମାଣ କରେ ଯେ ଆପଣଙ୍କ ହୃଦୟର ସିଂହାସନରେ ଠାକୁର ବସି ସାରିଛନ୍ତି। କାରଣ ସେହି ପ୍ରେମ ସମୁଦ୍ର ଯାହା ପାଖରେ ଅଛନ୍ତି, ସେ କେବେ ହେଲେ କଠୋର ହୋଇପାରିବେ ନାହିଁ। ଆପଣ ଅଜାଣତରେ ପରୋପକାର କରିବାକୁ ଲାଗନ୍ତି ଏବଂ ସେଥିପାଇଁ ଆପଣଙ୍କ ମନରେ କୌଣସି ଅହଙ୍କାର ମଧ୍ୟ ଆସେ ନାହିଁ। ଏହାପରେ ଆସେ ଆପଣଙ୍କ ଦୃଷ୍ଟିକୋଣର ଶୁଦ୍ଧତା। ସାଧାରଣ ମଣିଷ ସଂସାରକୁ କେବଳ ଭୋଗର ବସ୍ତୁ ଭାବେ ଦେଖେ, କିନ୍ତୁ ଜଣେ ପ୍ରକୃତ ଶିଷ୍ୟ ବା ଭକ୍ତ ପାଇଁ ଏହି ସମଗ୍ର ସୃଷ୍ଟି ଠାକୁରଙ୍କର କଳା କୌଶଳ ପରି ମନେ ହୁଏ। ଆପଣ ଯଦି କୌଣସି ସୁନ୍ଦର ଦୃଶ୍ୟ ଦେଖନ୍ତି ବା କୌଣସି ସୁନ୍ଦର ମଣିଷକୁ ଦେଖନ୍ତି, ତେବେ ଆପଣଙ୍କ ମନରେ ଭୋଗ ବା ଲାଳସା ଆସେ ନାହିଁ, ବରଂ ଆପଣଙ୍କ ମନରେ ଏହି ଭାବନା ଆସେ ଯେ ବାଃ, ମୋ ଠାକୁର କେତେ ସୁନ୍ଦର ଯେ ତାଙ୍କ ସୃଷ୍ଟି ଏତେ ଚମତ୍କାର। ସବୁଠାରେ ସେହି ପରମ ପିତାଙ୍କ ପ୍ରତିଛବି ଦେଖିବା ହିଁ ହେଉଛି ଠାକୁର ପ୍ରାପ୍ତିର ସାର। ଆପଣଙ୍କର ମାନସିକ ବିକାର ଗୁଡ଼ିକ ଯଥା କାମ, କ୍ରୋଧ, ଲୋଭ ଏବଂ ଈର୍ଷା ଧୀରେ ଧୀରେ ନିଜେ ଶାନ୍ତ ହୋଇଯାଉଛି। ଯେତେବେଳେ ଜୀବନରେ ଏକ ବଡ଼ ଲକ୍ଷ୍ୟ ବା ବଡ଼ ଆନନ୍ଦ ମିଳିଯାଏ, ସେତେବେଳେ କ୍ଷୁଦ୍ର ସଂସାରିକ ବସ୍ତୁ ପ୍ରତି ଆକର୍ଷଣ ଶେଷ ହୋଇଯାଏ। ଆପଣଙ୍କ ଭାଷା ମିଷ୍ଟ ହୋଇଯାଏ ଏବଂ ଆପଣଙ୍କ ବ୍ୟବହାର ଦ୍ୱାରା ଅନ୍ୟମାନେ ଶାନ୍ତି ପାଆନ୍ତି। ଠାକୁରଙ୍କୁ ପାଇବାର ଆଉ ଏକ ବିଶେଷ ଲକ୍ଷଣ ହେଉଛି ଆପଣଙ୍କ ଭିତରେ ଏକ ଶିଶୁ ସୁଲଭ ସରଳତା ବା ଭୋଳାପଣ ଆସିଯିବ। ସଂସାରରେ ଚତୁରତା ଏବଂ କୁଟିଳତାକୁ ବହୁ ଗୁରୁତ୍ୱ ଦିଆଯାଏ, କିନ୍ତୁ ଠାକୁରଙ୍କ ପଥରେ ଯିବା ବ୍ୟକ୍ତି ଅତ୍ୟନ୍ତ ସରଳ ହୋଇଯାଏ। ଠାକୁର ଯାହା କହିଛନ୍ତି ତାକୁ ଶାସ୍ତ୍ର ମାନି ବିନା କୌଣସି ଯୁକ୍ତି ତର୍କରେ ଗ୍ରହଣ କରିବା ହିଁ ପ୍ରକୃତ ନିଷ୍ଠା। ଆପଣଙ୍କ ଭିତରୁ ସେହି ଅହଙ୍କାରୀ ବୁଦ୍ଧି ହଜିଯାଏ, ଯାହା ସବୁ ଜିନିଷରେ କେବଳ ତ୍ରୁଟି ଖୋଜେ। ଆପଣ ଏତେ ସରଳ ହୋଇଥାନ୍ତି ଯେ ଠାକୁରଙ୍କ ପ୍ରତି ଥିବା ବିଶ୍ୱାସ ଆପଣଙ୍କୁ ସବୁ କଷ୍ଟ ସମୟରେ
ସାହସ ଦିଏ। ଏହା ସହିତ ଆପଣଙ୍କର ସାଧନାରେ ଏକ ଅଦ୍ଭୁତ ଉତ୍ସାହ ଦେଖାଯାଏ। ଯଜନ, ଯାଜନ ଏବଂ ଇଷ୍ଟଭୂତି ଏହି ତିନୋଟି ସ୍ତମ୍ଭ ଆପଣଙ୍କ ପାଇଁ ଆଉ ନିୟମ ହୋଇ ରହେ ନାହିଁ, ବରଂ ଏହା ଜୀବନର ଶ୍ୱାସ ପରି ହୋଇଯାଏ। ତାହେଲେ ଆମେ ଏବେ ଯଜନ, ଯାଜନ, ଇଷ୍ଟଭୂତି ବିଷୟରେ ଆମେ ଜାଣିନେବା। ଶ୍ରୀ ଠାକୁରଙ୍କର ଗୋଟେ ବାଣୀ ଅଛି, ଆଚାର୍ଯ୍ୟ ମାନଙ୍କର ଜୀବନ ଚଳନକୁ ପରିଚାଳନା କରିବାର ତିନୋଟି ବିଶେଷ ନୀତି ହେଉଛି ଯଜନ, ଯାଜନ, ଇଷ୍ଟଭୂତି। ଯଜନ ମାନେ ହେଉଛି ଇଷ୍ଟ ପ୍ରାଣତାର ସହିତ କାୟ ମନ ବାକ୍ୟରେ ବଞ୍ଚିବା ବଢିବାର ରୀତିନୀତି ଗୁଡ଼ିକୁ ଯଥୋଚିତ ପରିଚାଳନା କରତ ନିଜକୁ ଉନ୍ନତ ଚଳନାରେ ନିୟନ୍ତ୍ରିତ କରିବା। ଯାଜନ ମାନେ ହେଉଛି ବାକ୍ୟ, ସେବା, ସହାନୁଭୂତି ଇତ୍ୟାଦିର ସହିତ ମଣିଷର ଅନ୍ତଃକରଣରେ ଇଷ୍ଟ ପ୍ରାଣତାକୁ ସଞ୍ଚାରିତ କରି ସେମାନଙ୍କର ଦୈନନ୍ଦିନ ଜୀବନରେ ଯାଦ୍ୱାରା ବଞ୍ଚିବା ବଢିବାର ରୀତିନୀତି ଗୁଡ଼ିକୁ ପରିପାଳନ କରତ ସେମାନେ ଉନ୍ନତି ମୁଖର ହୁଅନ୍ତି, ତାହା ହିଁ କରିବା। ଇଷ୍ଟଭୂତି ମାନେ ହେଉଛି ସାଂସାରିକ କୌଣସି କର୍ମରେ ହସ୍ତକ୍ଷେପ କରିବା ପୂର୍ବରୁ ହିଁ ଇଷ୍ଟ ପୋଷଣାର୍ଥେ ସଂଗ୍ରହ ଏବଂ ସଂରକ୍ଷଣ ପୂର୍ବକ ଅନ୍ତତଃ ନିଜର ଆହାର୍ଯ୍ୟ ପରିମିତ ଭୋଜ୍ୟ ନିବେଦନ କରିବା। ଆଉ ଏହା ହିଁ ହେଉଛି ଦୈନନ୍ଦିନ ଜୀବନରେ ଦୀକ୍ଷାକୁ ସଞ୍ଜୀବିତ ରଖିବାର ଏକମାତ୍ର ଉପାୟ। ଯେଉଁଦିନ ଆପଣ ଇଷ୍ଟଭୂତି କରି ନଥାନ୍ତି କିମ୍ବା ଠାକୁରଙ୍କ କଥା କାହାକୁ କହି ନଥାନ୍ତି, ସେହିଦିନ ଆପଣଙ୍କୁ ଲାଗେ ଯେପରି ଜୀବନରେ କିଛି ଅଧୁରା ରହିଗଲା। ସକାଳୁ ଉଠି ସେହି ପ୍ରଭୁଙ୍କ ସ୍ମରଣ କରିବା ଏବଂ ତାଙ୍କ କାମରେ ନିଜକୁ ନିୟୋଜିତ କରିବା ଆପଣଙ୍କ ପାଇଁ ପୃଥିବୀର ସବୁଠାରୁ ବଡ଼ ସୌଭାଗ୍ୟ ହୋଇଥାଏ। ଜଣେ ପ୍ରକୃତ ସତ୍ସଙ୍ଗୀ ଯେତେବେଳେ ଆଉ ଜଣେ ସତ୍ସଙ୍ଗୀ ବା ଗୁରୁ ଭାଇଙ୍କୁ ଦେଖେ, ସେତେବେଳେ ତାର ଆନନ୍ଦର ସୀମା ରହେ ନାହିଁ। ଆପଣ ବଜାରରେ ଥାଆନ୍ତୁ, ଅଫିସରେ ଥାଆନ୍ତୁ କିମ୍ବା ବିଦେଶରେ, ଯଦି କାହା ଗଳାରେ ଠାକୁରଙ୍କ ପବିତ୍ର ଚିହ୍ନ ବା ଲକେଟ ଦେଖନ୍ତି, ସେତେବେଳେ ଆପଣଙ୍କୁ ଲାଗେ ଯେପରି ଜନ୍ମ ଜନ୍ମାନ୍ତର କୌଣସି ଆତ୍ମୀୟ ଆପଣଙ୍କୁ ମିଳିଗଲେ। ଏହି ଯେଉଁ ଭାତୃଭାବ, ଏହା ହିଁ ଶ୍ରୀ ଶ୍ରୀ ଠାକୁରଙ୍କ ମୂଳ ମନ୍ତ୍ର। ଆପଣଙ୍କ ନିଜ ସ୍ୱାର୍ଥ ଅପେକ୍ଷା ଇଷ୍ଟ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି। ଆପଣଙ୍କୁ ଲାଗେ ଯେ ସମସ୍ତେ ମୋ ଠାକୁରଙ୍କର ଏବଂ ମୁଁ ସମସ୍ତଙ୍କର। ଏହି ବିଶ୍ୱଜନୀନ ପ୍ରେମ ହିଁ ଠାକୁରଙ୍କର ପ୍ରୀତିର ଶ୍ରେଷ୍ଠ ପରିଚୟ। ଶେଷରେ ଠାକୁରଙ୍କୁ ପାଇବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଦିଗ ପରିବର୍ତ୍ତନ ହେବା। ଆପଣ ଆଉ ସାଧାରଣ ମଣିଷ ହୋଇ ରୁହନ୍ତି ନାହିଁ, ଆପଣ ଜଣେ ଇଷ୍ଟନିଷ୍ଠ ମଣିଷରେ ପରିଣତ ହୁଅନ୍ତି। ଆପଣଙ୍କୁ ଦେଖିଲେ ଲୋକଙ୍କୁ ଠାକୁରଙ୍କ କଥା ମନେ ପଡେ। ଆପଣଙ୍କ ଉପସ୍ଥିତିରେ ଲୋକେ ଶାନ୍ତି ଅନୁଭବ କରନ୍ତି। ଯେପରି ଏକ ଫୁଲ ଫୁଟିଲେ ତାର ବାସ୍ନା ଆପେ ଆପେ ଚାରିଆଡେ ବ୍ୟାପିଯାଏ, ସେହିପରି ଯାହାର ଜୀବନରେ ଠାକୁର ପ୍ରକଟ ହୁଅନ୍ତି, ତାର ଜୀବନ ସୌରଭ ସମଗ୍ର ସମାଜକୁ ଆଲୋକିତ କରେ। ଠାକୁରଙ୍କୁ ବାହାରେ ନୁହେଁ, ନିଜ ଆଚରଣରେ ଦେଖନ୍ତୁ। ଯେତେବେଳେ ଆପଣଙ୍କ ପ୍ରତିଟି କାମ ଠାକୁରଙ୍କୁ ସୁଖ ଦେବା ପାଇଁ ହୁଏ, ସେତେବେଳେ ବୁଝିବେ ଯେ ଆପଣ ପ୍ରକୃତରେ ତାଙ୍କୁ ପାଇଛନ୍ତି। ତାଙ୍କର ସେହି ଅମୃତ ବାଣୀକୁ ସର୍ବଦା ମନେ ରଖନ୍ତୁ। ଇଷ୍ଟେ ପ୍ରାଣ, ଇଷ୍ଟେ ମନ, ଇଷ୍ଟେ ଜୀବନ ନିରନ୍ତର। ଏହିପରି ଭାବରେ ଯଦି ଆମେ ବଞ୍ଚିପାରିବା, ତେବେ ଆମ ଜୀବନ ଧନ୍ୟ ହେବ ଏବଂ ଆମେ ସେହି ପରମ ପ୍ରେମମୟ ପୁରୁଷୋତ୍ତମଙ୍କ ଚରଣରେ ସ୍ଥାନ ପାଇପାରିବା। ଆଜିର ଆଲୋଚନାର ପ୍ରସଙ୍ଗଟିକୁ ଏଇଠି ସମାପ୍ତ କରିବା। ପରିଶେଷରେ ସମସ୍ତଙ୍କର ଶାନ୍ତି, ସ୍ୱସ୍ତି, ସୁଦୀର୍ଘ ଜୀବନ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ଆଜିର ଆଲୋଚନାଟିକୁ ଏଇଠି ସମାପ୍ତ କରିବା। ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ।